जनता मैदान रे सुभद्रा योजनार शुभारंभ କରିଛନ୍ତି प्रधानमंत्री नरेंद्र मोदी। निज जन्मदिन रे ओडिशार महिला मानकु बड़ भट्टी प्रदान କରିଛନ୍ତି पीएम। ଏହି ଅବସରରେ ମହିଳାଙ୍କ ଆକାଉଣ୍ଟକୁ 5,000 ଟଙ୍କା ପ୍ରଦାନ କରାଯାଇଛି। ଆଜି ଓଡ଼ିଶାର ପ୍ରାୟ 25,11,000 ହିତାଧିକାରୀଙ୍କ ଖାତାକୁ ଯାଇଛି ସୁଭଦ୍ରା ଟଙ୍କା। ତେବେ ଆଜି ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବା ବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ, ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ 17 ତାରିଖ ଅର୍ଥାତ୍ ଆଜି पर ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଲାଭ ନିଶ୍ଚିତ ଭାବେ ମିଳିବ। ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାକୁ ନିର୍ଦ୍ଦିଷ୍ଟ କୌଣସି ସମୟସୀମା ନାହିଁ। ଜଣେ ଚାହିଁଲେ ବର୍ତ୍ତମାନ ମଧ୍ୟ ରେଜିଷ୍ଟ୍ରେସନ କରିପାରିବ, କିନ୍ତୁ 15 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ଆଜି ଟଙ୍କା ମିଳିବ। ଅର୍ଥାତ୍ 17 ତାରିଖ ପରେ ଯେଉଁମାନେ ଆବେଦନ କରିବେ ସେମାନେ ଏଥିରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୁଭଦ୍ରା ପାଇଁ ପ୍ରଥମେ ପରୀକ୍ଷାମୂଳକ ଭାବେ 1 ଟଙ୍କା ପଠାଇଥିଲେ ରାଜ୍ୟ ସରକାର। ତେବେ ଯେଉଁମାନଙ୍କ ଆକାଉଣ୍ଟକୁ 1 ଟଙ୍କା ଯାଇଥିଲା ଏବଂ ଯେଉଁମାନଙ୍କ ଆକାଉଣ୍ଟକୁ ଯାଇନଥିଲା ସେମାନଙ୍କୁ ପୁଣି ଥରେ ଆବେଦନର 15 ତାରିଖ ପରେ ଯେଉଁମାନେ ମିଳିବ ବୋଲି ସୂଚନା ମିଳିଥିଲା। ସୂଚନା ଥାଉ କି ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଯେଭଳି ସମୟସୀମା ନାହିଁ, ଆଜି ସେମାନଙ୍କୁ ପ୍ରଥମ କିସ୍ତିରେ ମିଳିନାହିଁ, ସେମାନେ ଆବେଦନ କରିଲା ପରେ ମିଳିବ। ଏପରି ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ନ ପାଇଛନ୍ତି ସେମାନେ ପରବର୍ତ୍ତୀ କିସ୍ତିରେ ଏକାବେଳକେ 2ଟି କିସ୍ତି ମିଳିବ। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ଼ ଏବଂ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ଼ ସହ ଲିଙ୍କ ଥିବା ଆବଶ୍ୟକ। ସୁଭଦ୍ରା ଯୋଜନାରେ 21 ବର୍ଷରୁ 60 ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ କରାଯାଇପାରିବ। ଏନେଇ ଗାଇଡ଼ଲାଇନ୍ ମଧ୍ୟ ସ୍ପଷ୍ଟ ହୋଇସାରିଛି। ବର୍ଷକୁ 2 କିସ୍ତିରେ ଟଙ୍କା ମିଳିବ ମହିଳାମାନଙ୍କୁ। ପ୍ରତ୍ୟେକ କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ। ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରେ ଏହି ଟଙ୍କା ମିଳିବ। ଯେଉଁମାନେ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିଥିବେ ସେମାନେ ପ୍ରଥମ କିସ୍ତିର ଲାଭ ପାଇବେ। ଯେଉଁ ମହିଳାମାନଙ୍କ ଖାତା ପ୍ରଥମ କିସ୍ତି ଭାବେ 5,000 ଟଙ୍କା ଆସିଛି ସେମାନେ ଦ୍ୱିତୀୟ କିସ୍ତି ଭାବରେ ମାର୍ଚ୍ଚ 10 ତାରିଖରେ ଟଙ୍କା ପାଇବେ।